ଘରୋଇ ଚାଷ ଜମିରୁ ବେଆଇନ ଭାବେ ମାଟି ଖନନ କରୁଥିବା ବେଳେ ଗୋଟିଏ ଜେସିବି ଏବଂ 2ଟି ଟ୍ରାକ୍ଟର ଜବତ କଲା ଜୁନିୟର ଖଣି ବିଭାଗ। ଖଣି ବିଭାଗ ଅଧିକାରୀକୁ ଅଟକି ରଖିଲେ ମାଟି ମାଫିଆ, ଉଦ୍ଧାର କଲା ପୋଲିସ। ଗାଡ଼ି ଛାଡ଼ି ଚାଳକ ଫେରାର। ସୂଚନା ଅନୁଯାୟୀ ବସ୍ତା ଥାନା ପୁରୁଷୋତ୍ତମପୁର ଗ୍ରାମର ଏକ ଘରୋଇ ଜମିରୁ ବେଆଇନ ଭାବରେ ଜେସିବି ଏବଂ ଟ୍ରାକ୍ଟର ସାହାଯ୍ୟରେ ମାଟି ଖୋଳି ପଡ଼ୋଶୀ ମୟୂରଭଞ୍ଜକୁ ଚାଲାଣ ହେଉଥିବା ବେଳେ ଅଭିଯୋଗ ପାଇ ବସ୍ତା ଖଣି ଅଧିକାରୀ ସତ୍ୟ ଚିନ୍ମୟ ଜେନା ଏବଂ ଜଳେଶ୍ୱର ଖଣି ଅଧିକାରୀ ତାପସ କୁମାର ବେହେରା ପହଞ୍ଚି ଟ୍ରାକ୍ଟର ଏବଂ ଜେସିବିକୁ ଉଦ୍ଧାର କଲେ। ଫଳରେ ମାଟି ମାଫିଆ ମାନେ ଭୟରେ ଖଣି ଅଧିକାରୀଙ୍କୁ ଅଟକ ରଖିଥିଲେ, ଯାହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା। ଖବର ପାଇ ବସ୍ତା ପୋଲିସ ପହଞ୍ଚି ଉଭୟ ଖଣି ଅଧିକାରୀଙ୍କୁ ଉଦ୍ଧାର କରିବା ସହିତ ଟ୍ରାକ୍ଟର ଏବଂ ଜେସିବି ଜବତ କରିଛନ୍ତି। ଘଟଣାସ୍ଥଳରେ ମାଫିଆଙ୍କ ସହିତ ସମସ୍ତ ଗାଡ଼ିର ଚାଳକମାନେ ଫେରାର ହୋଇଥିବା ନେଇ ସୂଚନା ମିଳିଛି।